ସାର୍ ନମସ୍କାର, ମନୋରଞ୍ଜନ କହୁଥିଲି। ଆଜ୍ଞା ଆଜ୍ଞା ସାର୍ ଆପଣଙ୍କ ଏରିଆରେ ଭୋଟ ଚାଲିଛି, ଏ ଭୋଟର ଟ୍ରେଣ୍ଡ କ'ଣ ହେଉଛି ବୋଲି ଆପଣ କହିବେ? ଭୋଟ ଟ୍ରେଣ୍ଡ ତ ଆମେ ଆଶାବାଦୀ। ଆପଣ ଆଶାବାଦୀ। ସାର୍ ଲୋକଙ୍କର ମୁଡ୍ ଜାଣିପାରୁଛନ୍ତି କି? ମୁଡରୁ ମୁଁ ଆଶାବାଦୀ କହିଲି। ହଁ ସାର୍ କିଏ କାହାକୁ ଭୋଟ ଦଉଛି କିଏ କ'ଣ କହିପାରିବ? ଆପଣଙ୍କର ମେଜର ଚ୍ୟାଲେଞ୍ଜ କାହା ପାଖରୁ ଆସୁଛି, ବିଜେପି ପାଖରୁ ନା ବିଜେଡି ପାଖରୁ? ଏ ତ 13 ଜଣ ଛିଡ଼ା ହଉଛନ୍ତି, ମେନ୍ ବିଜେପି। ହଁ, ବିଜେପି ନା ବିଜେଡି ଆପଣଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କିଏ? ମୋର ପ୍ରତିଦ୍ୱନ୍ଦ୍ୱୀ ବିଜେପି ଭୋଟ ଦଉଛି, ବିଜେଡି ବି ନଉଛି। କିଛି କିଛି ନଉଛନ୍ତି। ଆମେ ଅଧିକ ଅଂଶ ପାଉଛୁ ବୋଲି ବିଶ୍ୱାସ କରୁଛୁ। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହଉଛି ନା ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହଉଛି? ତ୍ରିମୁଖୀ ହଉଛି। ସାର୍ ବିଜେପିର କ'ଣ ଆପଣ ଭାବୁଛନ୍ତି ଗୋଟେ କିଛି ଗ୍ରୋଥ ହଉଛି ବୋଲି ଗାଁରେ? ବିଜେପିର ଭୋଟ ପରିମାଣ ବଢୁଛି ବୋଲି ଆପଣ ଭାବୁଛନ୍ତି? ବିଜେଡିର କମୁଛି ବୋଲି ଜାଣୁଛି। ସେ ଭୋଟଟା କଂଗ୍ରେସକୁ ଆସୁଛି କି ବିଜେପିକୁ ଆସୁଛି କି ଜଣା ପଡୁନାହିଁ। ଏଠି ତ ବିଜେଡି ଗଲା 15 ବର୍ଷ ହେଲା ଥିଲା ନା। ତେଣୁ ତାଙ୍କର ହୁଏତ ପରସେଣ୍ଟେଜ କିଛି କମିପାରେ। ବିଜେଡିର ଆଉ ବିଜେପିର ଯୋଉଟା କମିବ ସେଇଟା ଆଦର ଇଟ୍ ୱିଲ୍ ଗୋ ଟୁ ବିଜେପି ଅର୍ କଂଗ୍ରେସ। ଏଥର କ'ଣ ଇଲେକ୍ସନରେ ନୂଆ ଟ୍ରେଣ୍ଡ ଦେଖୁଛନ୍ତି? ଭବାନୀ ଭଣ୍ଡାରୀ ପୋଖରୀରେ ନେଇ ବହୁତ ଯୁବକ ଆଜ୍ଞା ଏଥର ଆମକୁ ସହଯୋଗ କରୁଛନ୍ତି, ସାହାଯ୍ୟ କରୁଛନ୍ତି। ହେଲା। ସାର୍ ନୂଆ କିଛି ୟୁନିକ୍ ଆପ୍ରୋଚ ଦେଖୁଛନ୍ତି କି ଇଲେକ୍ସନ? ମୁଁ କହିଲି କିଛି ୟୁନିକ୍ ଫିଚର ଦେଖୁଛନ୍ତି କି ଇଲେକ୍ସନରେ ସାର୍ ଏଥର ନୂଆ କଥା କିଛି? ଯୁବକ ମାନେ ବହୁତ ଜୋରରେ ଆଗରେ ବିଜୁ ଡେନା କହୁଛି ବୋଲି ତ ଆନ୍ଦୋଳନ ହେଇଯାଏ ଏଇଟା କହିଠୁ ବାକି କର। ओके सर, बहुत धन्यवाद। Hello 10th examinees. Are you searching for a school with integrated coaching? Join TSG Gurukul associated with its academic learning partner Physics Wala. Call 9438782020.